ସ୍ୱର୍ଗ ନରକ। ଥରେ ଜଣେ ଯୋଦ୍ଧା ନିକଟସ୍ଥ ସନ୍ଥଙ୍କ ପାଖକୁ ଯାଇ ସ୍ୱର୍ଗ ନରକ ସମ୍ବନ୍ଧରେ ଜାଣିବା ପାଇଁ ଜିଜ୍ଞାସା ପ୍ରକାଶ କଲେ। ସନ୍ଥ ଜଣକ କିଛି ସମୟ ନିରୀକ୍ଷଣ କଲା ପରେ ଯୋଦ୍ଧାଙ୍କୁ କହିଲେ, ତୁମେ ଜଣେ ଚୋର ପରି ଲାଗୁଛ। କେଉଁ ମୂର୍ଖ ରାଜା ତାଙ୍କ ସୈନ୍ୟବାହିନୀରେ ତୁମକୁ ସ୍ଥାନ ଦେଇଛନ୍ତି ମୁଁ ବୁଝିପାରୁନାହିଁ। ସନ୍ଥଙ୍କ କଥା ଶୁଣିଲା ମାତ୍ରେ ଯୋଦ୍ଧା ଜଣକ ରାଗିଯାଇ ହାତଟି ତରବାରୀ ନିକଟକୁ ନେଇଗଲେ। ସନ୍ଥ ହାତଟିକୁ ତରବାରୀ ପାଖରେ ଦେଖି ପୁଣି କହିଲେ, ତୁମେ ତରବାରୀ ଚାଳନା ଜାଣିଛ ନା ଦେଖାଇବା ପାଇଁ ଧରିଛ? ଏଥର ଯୋଦ୍ଧାଙ୍କ ରାଗ ଦ୍ୱିଗୁଣିତ ହୋଇ ସେ ସନ୍ଥଙ୍କୁ ମାରିବା ପାଇଁ ଉଦ୍ୟମ ହେବା ମାତ୍ରେ ସନ୍ଥ କହିଲେ, ବତ୍ସ, ଏବେ ତୁମେ ତୁମର ସ୍ଥିତି ବିଷୟରେ ଜାଣିବାକୁ ଚେଷ୍ଟା କର। ତାପରେ ଯୋଦ୍ଧାଙ୍କ ହାତକୁ ଦର୍ପଣଟିଏ ବଢ଼ାଇ ଦେଲେ। ଯୋଦ୍ଧା ଜଣକ ନିଜର ଭୁଲ ଜାଣିପାରି ଲଜ୍ଜିତ ହୋଇ ନରମି ଗଲେ। ସନ୍ଥ କହିଲେ, କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଘୃଣା ଏସବୁ ନରକର ଦ୍ୱାର। ଏବେ ତୁମକୁ ସ୍ୱର୍ଗ ସମ୍ବନ୍ଧରେ ବିଶେଷ କିଛି କହିବାକୁ ପଡ଼ିବ ନାହିଁ। ତୁମେ ବୋଧେ ବୁଝି ଯାଇଥିବ, ସତ୍ୟ, ଧର୍ମ, ଶାନ୍ତି, ପ୍ରେମ, ଅହିଂସା ଓ ସେବା ଏସବୁ ସ୍ୱର୍ଗର ସୋପାନ। ଯିଏ ଜୀବନରେ ଏ ପଥର ବ୍ରତୀ ହୁଏ ସେ ସ୍ୱର୍ଗ ସୁଖର ଆନନ୍ଦାନୁଭୂତି ଲାଭ କରି ସଚ୍ଚିଦାନନ୍ଦଙ୍କ ନିକଟବର୍ତ୍ତୀ ହୋଇଯାଏ।